আজি ଆସନ୍ତୁ ଆମ୍ଭେ ବିଶ୍ରାମ ଦିନର ଆଜ୍ଞା ଓ ରବିବାର ଆରାଧନା ଉପଦେଶ ଶୀର୍ଷକର ସହିତ ପରମେଶ୍ୱରଙ୍କ ବାକ୍ୟର ଭାଗ କରିବା ପାଇଁ କିଛି ସମୟ ନେବା। ଆଜିକାଲି ଦୁନିଆ ଏହି ବିଷୟରୁ ଅବଗତ ଅଛି କି କରୋନା ଭାଇରସ ମହାମାରୀ ଓ ଅତ୍ୟଧିକ ପାଣିପାଗର ଘଟଣା ଯେମିତି ବିଭିନ୍ନ ଅଦ୍ଭୁତପୂର୍ଣ୍ଣ ବିପର୍ଯ୍ୟୟ ଘଟୁଛି। ଏହି ପରିସ୍ଥିତିରେ ଅବିଶ୍ୱାସୀ ଲୋକମାନେ ମଧ୍ୟ ଏହା କହୁଥାଇ ଆପଣା ରାୟ ଦିଅନ୍ତି, କ'ଣ ଏହା ବିଚାରର ଦିନ ନୁହେଁ ଯାହାର ଆମ୍ଭ ଉପରେ ଆସିବାର କଥା ଖ୍ରୀଷ୍ଟିଆନ ଲୋକମାନେ କହିଛନ୍ତି। ଏଥିପାଇଁ ଆଜି ଆସନ୍ତୁ ଆମ୍ଭେ ବିଶ୍ରାମ ଦିନର ଆରାଧନା ଓ ରବିବାର ଆରାଧନା ଏହି ବିଷୟର ମାଧ୍ୟମରେ ପରମେଶ୍ୱରଙ୍କ ବିଚାର ବିଷୟରେ ବାଇବଲର ଶିକ୍ଷାଗୁଡ଼ିକୁ ଯାଞ୍ଚ କରିବା। ସମସ୍ତ ଲୋକ ଯେତେବେଳେ ଆମ୍ଭେ ଶବ୍ଦ ବିଚାର ବିଷୟରେ ଭାବିବା, ତେବେ ଏହାର ଏକ ସାମର୍ଥକ ଶବ୍ଦ ନିଷ୍ପତ୍ତି ହୋଇଥାଏ। ଏହା ପୂର୍ବେ କି ବିଚାରପତି ନ୍ୟାୟାଳୟରେ ଶେଷ ନିଷ୍ପତ୍ତି ଶୁଣାନ୍ତି, କ'ଣ ସେ ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ କାର୍ଯ୍ୟକୁ ଯାଞ୍ଚ କରନ୍ତି ନାହିଁ? ସମସ୍ତ ଯାଞ୍ଚ ହେବା ପରେ ବିଚାରପତି ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ପାଆନ୍ତି ବା ତାହାକୁ ଏକ ନିଶ୍ଚିତ ଅବଧି ପାଇଁ କାରାଦଣ୍ଡ ଦିଅନ୍ତି। ଆଜି ଅସଂଖ୍ୟ ଖ୍ରୀଷ୍ଟିଆନ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିବାର ଲାଳସା କରନ୍ତି। ମାତ୍ର ଗୋଟିଏ ସମୂହ ବିଶ୍ରାମ ଦିନ ପାଳନ କରେ ଏବଂ ଅନ୍ୟ ସମୂହ ରବିବାର ଆରାଧନା କରିଥାଏ। ଏହି ମାମଲାରେ ପରମେଶ୍ୱର ଏହି ଦୁଇ ସମୂହର ଲୋକମାନଙ୍କ ପାଇଁ ଆପଣା ନିଷ୍ପତ୍ତି କିପରି ଶୁଣାଇବେ? ଯେହେତୁ ଏହା ଲେଖା ଅଛି, ସେମାନଙ୍କ କାର୍ଯ୍ୟ ଅନୁସାରେ ସେମାନଙ୍କର ବିଚାର ହେବ। ଏଥିପାଇଁ ଆମ୍ଭକୁ ଏହା ବିଷୟରେ ଧ୍ୟାନ ସହକାରେ ଚିନ୍ତା କରିବାର ଆବଶ୍ୟକତା ଅଛି କି କେଉଁ ସମୂହ ସ୍ୱର୍ଗ ରାଜ୍ୟର ଉତ୍ତରାଧିକାରକୁ ପ୍ରାପ୍ତ କରିବ ଆଉ କେଉଁ ସମୂହର ନରକର ଅନନ୍ତ ଅଗ୍ନିରେ ପକାଇ ଦିଆଯିବା ପାଇଁ ବିଚାର କରାଯିବ। ଏହା ଆମ୍ଭର ବିଶ୍ରାମ ଦିନର ଆରାଧନା କରିବାର ଏବଂ ଅନ୍ୟମାନଙ୍କ ରବିବାର ଦିନ ଆରାଧନା କରିବାର ବିଷୟ ନୁହେଁ। ଏହା ସେହି ଉଭୟ ସମୂହର ଶେଷ ପରିଣାମର ବିଷୟ ଅଟେ, ଯାହା ସମ୍ପୂର୍ଣ୍ଣ ବିପରୀତ ହେବ। ଯେତେବେଳେ ଆମ୍ଭେ ପରମେଶ୍ୱରଙ୍କ ବିଚାର ଦିନର ପ୍ରସ୍ତୁତ କରିଥାଉ, ତେବେ ବିଶ୍ୱାସ ଓ କର୍ମ ନିମନ୍ତେ ଆମ୍ଭମାନଙ୍କ ମାନକ ପରମେଶ୍ୱରଙ୍କ ବ୍ୟବସ୍ଥା ଅନୁସାରେ ହେବା ଆବଶ୍ୟକ। ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 20 ପଦ 11ରେ ପରମେଶ୍ୱରଙ୍କ ବାକ୍ୟ ଉପରେ ଏକ ନଜର ଦେବା। ତତ୍ପରେ ମୁଁ ଗୋଟିଏ ବୃହତ୍ ଶ୍ୱେତବର୍ଣ୍ଣ ସିଂହାସନ ଓ ତଦୁପବିଷ୍ଟ ବ୍ୟକ୍ତିଙ୍କୁ ଦର୍ଶନ କଲି। ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ। ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକ ସବୁ ଫିଟାଗଲା। ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା। ସେହି ପୁସ୍ତକ ମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ କିପରି ବିଚାରିତ ହେଲେ। ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ବିଶ୍ରାମ ଦିନର ଆରାଧନା ପାଳନ କରିବା ଓ ରବିବାର ଆରାଧନା କରିବା ଏହି ବିଶ୍ୱାସର କାର୍ଯ୍ୟର ଯାଞ୍ଚ ଆମ୍ଭମାନଙ୍କୁ ବାଇବଲର ଶିକ୍ଷା ଅନୁସାରେ କରିବା ଉଚିତ ଏବଂ ଉଭୟକୁ ବିଚାରର ମାପରେ ରଖିବା ଉଚିତ। ଏପରି ଏଥିପାଇଁ କାରଣ ପରମେଶ୍ୱର ପ୍ରତ୍ୟେକ ବସ୍ତୁର ବିଚାର ବାଇବଲର ଶିକ୍ଷା ଅନୁସାରେ କରିବେ। ଆସନ୍ତୁ ଆମ୍ଭେ ପଦ 13କୁ ଯିବା। ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ। ପୁଣି ସେମାନେ ପ୍ରତ୍ୟେକ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ। ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ବିଶ୍ରାମ ଦିନର ପାଳନ କରନ୍ତି, ଆଉ କିଛି ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ରବିବାର ଆରାଧନା ପାଳନ କରନ୍ତି। ପରମେଶ୍ୱର ଆମ୍ଭକୁ ବାଇବଲ ଦ୍ୱାରା ପ୍ରଥମରୁ ହିଁ କହିଛନ୍ତି କି ସେ କେଉଁ ପ୍ରକାର ନିଷ୍ପତ୍ତି ନେବେ। ଏହି ମାମଲା ଉପରେ ବିଚାର କରୁଥାଇ ଯେତେବେଳେ ଆମ୍ଭେ ମାଥ୍ୟୁ ଅଧ୍ୟାୟ 7 ପଦ 21 ଦେଖିବା, ତେବେ ଏପରି ଲେଖା ଅଛି, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ସ୍ୱର୍ଗରେ କିଏ ପ୍ରବେଶ କରିବ? କେବଳ ଯେଉଁମାନେ ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରନ୍ତି ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିବେ। ଏହା ବିପରୀତ ଯେଉଁମାନେ ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରନ୍ତି ନାହିଁ, ଅନନ୍ତ ନରକର ଅଗ୍ନିରେ ନିକ୍ଷେପ କରାଯିବେ। ଏହା ଯୀଶୁଖ୍ରୀଷ୍ଟଙ୍କ ଶିକ୍ଷା ଅଟେ। ତେବେ ଆରାଧନା କେଉଁ ଦିନ ପିତାଙ୍କ ଇଚ୍ଛା ସହିତ ସମ୍ବନ୍ଧିତ ଅଛି? ଆସନ୍ତୁ ଆମ୍ଭେ ଏହାର ପୁଷ୍ଟି ଯାତ୍ରା ପୁସ୍ତକ ଅଧ୍ୟାୟ 20 ପଦ 8ରେ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା କରିବା। ଏହା କହିଥାଏ, ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର।
ଏହି ବାକ୍ୟ କିଏ କହିଲେ? କ'ଣ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 20 ପଦ 1 ଦେଖିବା। ଅନନ୍ତର ସଦାପ୍ରଭୁ ଏହି ସବୁ କଥା କହିଲେ, ଯଥା ସଦାପ୍ରଭୁ ଏହି ସବୁ କଥା କହିଲେର ଅର୍ଥ କି ପରମେଶ୍ୱର ସ୍ୱୟଂ ଏହି ସବୁ କଥା କହିଲେ। ଯେ ତୁମ୍ଭକୁ ଦାସଗୃହ ସ୍ୱରୂପ ମିଶର ଦେଶରୁ ବାହାର କରି ଆଣିଅଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ୱର ଆମ୍ଭେ। ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ। କିଏ ଏହି ସମସ୍ତ ବାକ୍ୟ କହିଲେ? ସେ ପରମେଶ୍ୱର ଥିଲେ। କ'ଣ ଏହା ସେହି ଦୃଶ୍ୟ ନୁହେଁ ଯେଉଁଠି ପରମେଶ୍ୱର ଆପଣା ଇଚ୍ଛାକୁ ସମସ୍ତ ମାନବ ଜାତିକୁ ଘୋଷଣା କରି ସ୍ଥାପିତ କରିଥିଲେ? ଯେବେ ଆମ୍ଭେ ପଦ 5 ଠାରୁ ପଢ଼ିବା ଜାରି ରଖିବା, ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ କି ସେମାନଙ୍କର ସେବା କରିବ ନାହିଁ, ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍ୟୋଗୀ ପରମେଶ୍ୱରଠୁ। ପୁଣି ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୌତ୍ରିକ ଅପରାଧର ପ୍ରତିଫଳଦାତା। ମାତ୍ର ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ। ତୁମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, ଯେହେତୁ ଯେ କେହି ତାହାର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ। ଏହି ବାକ୍ୟ ପରେ ପରମେଶ୍ୱର କ'ଣ କହିଲେ? ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ଏହା କାହାର ଇଚ୍ଛା? ଯୀଶୁ କହିଲେ, କେବଳ ଯେ ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିବ। ତୁମ୍ଭେ କେବଳ ପ୍ରଭୁ ପ୍ରଭୁ ବୋଲି ଡାକିଲେ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିବ ନାହିଁ। ଏହା ଏପରି କେବେ ହୋଇପାରିବ ନାହିଁ। ତେବେ ଏହି ଆଜ୍ଞା ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର କ'ଣ ସେହି ଶିକ୍ଷା ନୁହେଁ ଯେଉଁଥିରେ ପରମେଶ୍ୱରଙ୍କ ଇଚ୍ଛା ନିହିତ ଅଛି? ବିଶ୍ରାମ ଦିନ ବାସ୍ତବରେ ପରମେଶ୍ୱରଙ୍କ ଇଚ୍ଛା ଅଟେ। ଏହା କୌଣସି ମନୁଷ୍ୟ ଦ୍ୱାରା ଏହା କହୁଥାଏ କି ଆସ ଆମ୍ଭେ ଏହି ବା ସେହି ଦିନକୁ ପାଳନ କରିବା ସ୍ଥାପିତ କରାଯାଇ ନାହିଁ। ବିଶ୍ରାମ ଦିନ ପରମେଶ୍ୱରଙ୍କ ଦ୍ୱାରା ସ୍ଥାପିତ ହୋଇଅଛି। ମାଥ୍ୟୁ ଅଧ୍ୟାୟ 7 ପଦ 21ରେ ଏହା କୁହାଯାଇଅଛି, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକେ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ଯଦି ପରମେଶ୍ୱର ଏହି ବାକ୍ୟ କହିଛନ୍ତି, ତେବେ କ'ଣ ବିଶ୍ରାମ ଦିନକୁ ପାଳନ କରିବା ପରମେଶ୍ୱରଙ୍କ ଇଚ୍ଛା ନୁହେଁ? ପରମେଶ୍ୱର ସ୍ପଷ୍ଟ ରୂପେ କହିଲେ, କେବଳ ଯେ ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିବ। ଯଦି ଲୋକମାନେ ସ୍ୱୟଂର ଇଚ୍ଛାରେ କୌଣସି ଦିନକୁ ମଧ୍ୟ ପାଳନ କରନ୍ତି, ତେବେ ଏହା ପରମେଶ୍ୱରଙ୍କ ପବିତ୍ର ଇଚ୍ଛା ପ୍ରତି ବିଦ୍ରୋହର କାର୍ଯ୍ୟ ଅଟେ, ଯାହାଦ୍ୱାରା ସେମାନେ ପରମେଶ୍ୱରଙ୍କୁ ଧୋକା ଦିଅନ୍ତି। ପରମେଶ୍ୱର କହିଲେ, ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ତେବେ ସପ୍ତାହର କେଉଁ ଦିନ ବିଶ୍ରାମ ଦିନ ଅଟେ? କ'ଣ ଏହା ରବିବାର ଅଟେ, ଯାହାକୁ ଦୁନିଆର ପ୍ରାୟ ଖ୍ରୀଷ୍ଟିଆନ ପାଳନ କରନ୍ତି, ବା ତାହା ଶନିବାର ଅଟେ, ଯେଉଁଦିନ ଆମ୍ଭେ ଆରାଧନା କରିଥାଉ? ଆମ୍ଭକୁ ଏହି ମାମଲାକୁ ହାଲୁକାରେ ନେବା ଉଚିତ ନୁହେଁ। କ'ଣ ଆମ୍ଭକୁ ତାହା ହେବା ଉଚିତ ନୁହେଁ ଯିଏ ଏହି ମାମଲାକୁ ସ୍ପଷ୍ଟ ରୂପେ ବୁଝିଥାଏ ଏବଂ ପରମେଶ୍ୱରଙ୍କ ଇଚ୍ଛାର ପାଳନ କରିଥାଏ? ଯେବେ ଆପଣ ଆଦି ପୁସ୍ତକ ଅଧ୍ୟାୟ 2 ପଦ 1 ପଢ଼ିବେ, ଏହି ରୂପେ ଆକାଶମଣ୍ଡଳ ଓ ପୃଥିବୀର ପୁଣି ସେହି ଦୁଇରେ ସ୍ଥିତ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ ହେଲା। ପରମେଶ୍ୱର ସପ୍ତମ ଦିନରେ ଆପଣାର କାର୍ଯ୍ୟ ସମାପ୍ତ କରି ସେହି ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। ପରମେଶ୍ୱର ଆପଣା ସମସ୍ତ କାର୍ଯ୍ୟ କେଉଁ ଦିନ ସମାପ୍ତ କଲେ? ପରମେଶ୍ୱର ସପ୍ତମ ଦିନରେ ଆପଣା କାର୍ଯ୍ୟ ସମାପ୍ତ କଲେ। ପରମେଶ୍ୱର ଆପଣା କୃତ କାର୍ଯ୍ୟ ସପ୍ତମ ଦିନରେ ସମାପ୍ତ କଲେ। ଆଉ ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ପରମେଶ୍ୱର କ'ଣ କଲେ? ବିଶ୍ରାମ କଲେ। କ'ଣ ପରମେଶ୍ୱର ଏହି ଦିନକୁ ବିଶ୍ରାମ ଦିନ କହିଲେ ନାହିଁ, ଯାହାର ଅର୍ଥ ବିଶ୍ରାମ ଅଟେ? ଆସନ୍ତୁ ଆମ୍ଭେ ପଦ 3ର ସହିତ ପଢ଼ିବା ଜାରି ରଖିବା। ପୁଣି ପରମେଶ୍ୱର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ। ପରମେଶ୍ୱର ସପ୍ତମ ଦିନକୁ ବିଶ୍ରାମ ଦିନ ରୂପେ ମନୋନୀତ କଲେ, ଆଉ ସପ୍ତମ ଦିନ ଏବଂ ଅନ୍ୟ ସମସ୍ତ ଦିନ ମଧ୍ୟରେ ସ୍ପଷ୍ଟ ରୂପେ ପୃଥକ କଲେ। ଯେବେ ପରମେଶ୍ୱର ସପ୍ତମ ଦିନକୁ ବିଶେଷ ରୂପେ ଆଶୀର୍ବାଦ କଲେ, ତେବେ ସେ ଆଉ କ'ଣ କଲେ? ସେ ଏହାକୁ ପବିତ୍ର କଲେ। ଏହା ସ୍ପଷ୍ଟ ରୂପେ କହିଥାଏ, ପୁଣି ପରମେଶ୍ୱର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ, ଯେହେତୁ ସେହି ଦିନରେ ପରମେଶ୍ୱର ସୃଷ୍ଟିକରଣ ରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। ଏହି ଦିନ ସପ୍ତମ ଦିନ ଥିଲା। ସରଳ ଶବ୍ଦରେ କହିବା, ତେବେ ସପ୍ତମ ଦିନ ସେହି ଦିନ ଅଟେ ଯେବେ ଆମ୍ଭେ ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରିଥାଉ। ସପ୍ତମ ଦିନ ସେହି ଦିନ ଅଟେ ଯେବେ ପରମେଶ୍ୱର ଆମ୍ଭକୁ ପବିତ୍ର ହେବାକୁ ଅନୁମତି ଦିଅନ୍ତି। ସପ୍ତମ ଦିନ ସେହି ଦିନ ଅଟେ ଯେବେ ପରମେଶ୍ୱର ଆମ୍ଭକୁ ବିଶ୍ରାମ ମଧ୍ୟ ଦିଅନ୍ତି। ପରମେଶ୍ୱର ସପ୍ତମ ଦିନକୁ ସ୍ୱତନ୍ତ୍ର କଲେ ଓ ଏହି ଦିନରେ ସମସ୍ତ ଆଶୀର୍ବାଦ ଗୁଡ଼ିକୁ ଦେବାର ପ୍ରତିଜ୍ଞା କଲେ। ପରମେଶ୍ୱର ଏହି ଦିନକୁ 10 ଆଜ୍ଞା ମଧ୍ୟରୁ ଚତୁର୍ଥ ଆଜ୍ଞା ରୂପେ ମଧ୍ୟ ନିଯୁକ୍ତ କଲେ। ଯେହେତୁ ପରମେଶ୍ୱର ସ୍ୱୟଂ ଏହି ଆଜ୍ଞାକୁ ଲେଖିଲେ, ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର, ଏଥିରେ କ'ଣ ଆମ୍ଭେ ଏହି ଆଜ୍ଞାରେ ନିହିତ ପରମେଶ୍ୱରଙ୍କ ପବିତ୍ର ଇଚ୍ଛାକୁ ବୁଝିପାରିବା ନାହିଁ? ସେ ମୂଷା ନଥିଲେ ଯିଏ ଖୋଦିତ ହେବାର ଉପକରଣ ଦ୍ୱାରା ଏହି ବାକ୍ୟ ଗୁଡ଼ିକୁ ପ୍ରସ୍ତର ଫଳକ ଉପରେ ଲେଖିଥିଲେ। ଆମ୍ଭେ ଏହା କହିପାରିବା କି ପ୍ରସ୍ତର ଫଳକ ଉପରେ ପରମେଶ୍ୱରଙ୍କ ଆଙ୍ଗୁଳି ଦ୍ୱାରା ଲେଖାଯାଇଥିଲା। ନିଶ୍ଚିତ ରୂପେ ଏହି ଦିନରେ ପରମେଶ୍ୱରଙ୍କ ମହାନ ଇଚ୍ଛା ନିହିତ ଅଛି।
କ'ଣ ଆପଣଙ୍କୁ ଏପରି ଲାଗେ ନାହିଁ? ପରମେଶ୍ୱର ସପ୍ତମ ଦିନରେ ଆମ୍ଭକୁ ପବିତ୍ର କରନ୍ତି, ବହୁତ ଗୁଡ଼ିଏ ଆଶୀର୍ବାଦ ଓ ବିଶ୍ରାମ ଦିଅନ୍ତି। ସପ୍ତମ ଦିନରେ ଏହି ସମସ୍ତ ଅଦ୍ଭୁତ ଆଶୀର୍ବାଦ ରହିଛି। ଲୋକମାନେ ପଚାରନ୍ତି, କ'ଣ ସପ୍ତମ ଦିନ ରବିବାର ନୁହେଁ? ବାଇବଲରେ ପ୍ରଥମ ଦିନ କେଉଁ ଦିନ ଅଟେ ଆଉ ସପ୍ତମ ଦିନ କେଉଁ ଦିନ ଅଟେ? ଏହାର ଉତ୍ତର ଜାଣିବା ପାଇଁ ଆସନ୍ତୁ ଆମ୍ଭେ ମାର୍କ ପୁସ୍ତକ ଅଧ୍ୟାୟ 16 ପଦ 1 ଉପରେ ଏକ ନଜର ଦେବା। ବିଶ୍ରାମ ବାର ଗତ ହେଲା ଉତ୍ତାରେ ବିଶ୍ରାମ ଦିନ କେଉଁ ଦିନ ଅଟେ? ବିଶ୍ରାମ ବାର ଗତ ହେଲା ଉତ୍ତାରେ ଏହାର ଅର୍ଥ କି ଯେବେ ସପ୍ତମ ଦିନ ଗତ ହେଲା। କ୍ୟାଲେଣ୍ଡରରେ ସାପ୍ତାହିକ ପ୍ରଣାଳୀ ଅନୁସାରେ 7 ଦିନ ହୋଇଥାଏ। ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ। ପୁଣି ଏହି ଦିନ ପ୍ରତି ସପ୍ତାହରେ ପୁନରାବୃତ୍ତି କରାଯାଏ। ଯେହେତୁ ବିଶ୍ରାମ ଦିନ ସପ୍ତମ ଦିନ ଅଟେ, ଏଥିପାଇଁ ବିଶ୍ରାମ ଦିନର ପରଦିନ ସପ୍ତାହର ପ୍ରଥମ ଦିନ ଅଟେ। ଆସନ୍ତୁ ଆମ୍ଭେ ଏହି ମାମଲାର ପୁଷ୍ଟି କରିବା ପାଇଁ ମାର୍କ ଅଧ୍ୟାୟ 16 ପଦ 1 ପଢ଼ିବାକୁ ଜାରି ରଖିବା। ବିଶ୍ରାମ ବାର ଗତ ହେଲା ଉତ୍ତାରେ ମଗ୍ଦଲିନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ସାଲୋମୀ ସୁଗନ୍ଧି ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇ ଦେଇ ପାରନ୍ତି। ପୁଣି ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ବିଶ୍ରାମ ଦିନ କେଉଁ ଦିନ ଅଟେ? ତାହା ସପ୍ତମ ଦିନ ଅଟେ। ସପ୍ତମ ଦିନ ପରେ ସପ୍ତାହର ପ୍ରଥମ ଦିନ ଆସିଥାଏ। ପୁଣି ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ, ସେତେବେଳେ ସୂର୍ଯ୍ୟ ଉଠିଥିଲା। ସେମାନେ ପରସ୍ପର କୁହାକହି ହେଉଥିଲେ, ଦୟାକରି ଧ୍ୟାନ ଦିଅନ୍ତୁ କି ପ୍ରଥମ ଦିନ କ'ଣ ହୋଇଥିଲା। କିଏ ଆମ୍ଭମାନଙ୍କ ପାଇଁ ସମାଧି ଦ୍ୱାରରୁ ପଥରଟା ଗଡ଼ାଇ ଦେବ, କାରଣ ତାହା ଅତି ବୃହତ୍ ଥିଲା। ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ ପଥର ଗଡ଼ାଇ ଦିଆଯାଇଅଛି। ଏହା ସେହି ଦୃଶ୍ୟ ଅଟେ ଯେବେ ଯୀଶୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେଲେ। ଯେବେ ଆପଣ ନ୍ୟୁ ଲିଭିଂ ଟ୍ରାନ୍ସଲେସନ ବାଇବଲରେ ଏହି ବାକ୍ୟକୁ ପଢ଼ିବେ, ତେବେ ସେହି ଦିନକୁ ସପ୍ତାହର ପ୍ରଥମ ଦିନ ରୂପେ ବର୍ଣ୍ଣନା କରାଯାଇ ନାହିଁ, ମାତ୍ର ଏହା ସିଧା କହିଥାଏ ରବିବାର, ଅର୍ଥାତ୍ ରବିବାର ପ୍ରତ୍ୟୁଷରେ। ଗୁଡ୍ ନ୍ୟୁଜ୍ ବାଇବଲରେ ମଧ୍ୟ ଏହା ଲେଖା ଅଛି, ରବିବାର ପ୍ରତ୍ୟୁଷରେ। ପୁଣି ବାଇବଲ ଅନୁସାରେ ପ୍ରଥମ ଦିନର ନାମ ରବିବାର ଅଟେ। ଯୀଶୁଙ୍କ ପୁନରୁତ୍ଥାନ କେଉଁ ଦିନ ହେଲା? ତାହା ରବିବାର ଦିନ ହେଲା। ଯଦି କେହି ପଚାରନ୍ତି ଯୀଶୁଙ୍କ ପୁନରୁତ୍ଥାନ କେଉଁ ଦିନ ହେଲା, ସମ୍ପ୍ରଦାୟର ଚିନ୍ତା କରିବା ବିନା ଉତ୍ତର ଗୋଟିଏ ହେବ, ତାହା ରବିବାରକୁ ହେଲା। ଯେକୌଣସି ସମ୍ପ୍ରଦାୟ ଏହି ପ୍ରକାର ଉତ୍ତର ଦେବେ। ଆଜିର ମହତ୍ତ୍ୱପୂର୍ଣ୍ଣ ବିଷୟ ଏହା ଅଟେ କି ବାଇବଲ ଅନୁସାରେ ରବିବାର ସପ୍ତାହର କେଉଁ ଦିନ ଅଟେ? ବାଇବଲ ଏହି ଦିନକୁ ସପ୍ତାହର ପ୍ରଥମ ଦିନ ରୂପେ ବର୍ଣ୍ଣନା କରିଥାଏ। ବିଶ୍ରାମ ଦିନ ସପ୍ତାହର ସପ୍ତମ ଦିନ ଅଟେ। ଯେହେତୁ ରବିବାର ସପ୍ତାହର ପ୍ରଥମ ଦିନ ଅଟେ, ଏଥିପାଇଁ ତାହା କେବେ ମଧ୍ୟ ବିଶ୍ରାମ ଦିନ ହୋଇପାରିବ ନାହିଁ। କ'ଣ ପରମେଶ୍ୱର ସପ୍ତମ ଦିନକୁ ବିଶ୍ରାମ ଦିନ ରୂପେ ଚୟନ କଲେ ନାହିଁ? ବାଇବଲରେ ଏପରି କୌଣସି ବାକ୍ୟ ନାହିଁ ଯେଉଁଠି ପରମେଶ୍ୱର ସପ୍ତାହର ପ୍ରଥମ ଦିନକୁ ବିଶ୍ରାମ ଦିନ ରୂପେ ନିଯୁକ୍ତ କରିଛନ୍ତି। ଯେହେତୁ ସପ୍ତାହର ପ୍ରଥମ ଦିନ ରବିବାର ଅଟେ, ନିଃସନ୍ଦେହ ସପ୍ତମ ଦିନ ଶନିବାର ଅଟେ। ଏଥିପାଇଁ ସପ୍ତାହର ପ୍ରଥମ ଦିନ ଅତି ପ୍ରତ୍ୟୁଷର ଅର୍ଥ ରବିବାର ଦିନର ପ୍ରତ୍ୟୁଷ, ଶନିବାର ପରେ ପ୍ରଥମ ଦିନ ଅଟେ। କ'ଣ ଏହି ମାମଲା ବାଇବଲରେ ଏତେ ସ୍ପଷ୍ଟ ନାହିଁ? ଏଥିପାଇଁ ପ୍ରାଚୀନ ଜିହୁଦୀ ସର୍ବଦା ବିଶ୍ରାମ ଦିନ ଶନିବାରକୁ ପାଳନ କରୁଥିଲେ, ରବିବାରକୁ ନାହିଁ। ଆଜିକାଲି ସମସ୍ତ ଖ୍ରୀଷ୍ଟିଆନ ଦାବି କରନ୍ତି କି ସେମାନେ ଆରାଧନାର ସଠିକ୍ ଦିନ ପାଳନ କରନ୍ତି ଆଉ ତାହାକୁ ପ୍ରଭୁଙ୍କ ଦିନ ବୋଲି କହନ୍ତି। କିନ୍ତୁ ଯେବେ ଆମ୍ଭେ ମାଥ୍ୟୁ ଅଧ୍ୟାୟ 12 ପଦ 8 ଉପରେ ଏକ ନଜର ଦେଇଥାଉ, ତେବେ ଯୀଶୁ କହିଲେ କି ସେ ବିଶ୍ରାମ ଦିନର ପ୍ରଭୁ ଅଟନ୍ତି। ସେ କେବେ କହିଲେ ନାହିଁ କି ସେ ରବିବାରର ପ୍ରଭୁ ଅଟନ୍ତି। ପରମେଶ୍ୱରଙ୍କ ପବିତ୍ର ଆଜ୍ଞାକୁ ନଷ୍ଟ କରାଗଲା ଏବଂ ସେଗୁଡ଼ିକୁ ବାଳୁଙ୍ଗା ସହିତ ବଦଳାଗଲା। ପ୍ରାୟ 321 ଖ୍ରୀଷ୍ଟାବ୍ଦରେ ବାଳୁଙ୍ଗା ବୁଣା ଯାଇଥିଲା। ଏହା ଯୀଶୁଙ୍କ ସ୍ୱର୍ଗାରୋହଣର ପ୍ରାୟ 300 ବର୍ଷ ପରେ ହେଲା। ସମୟ ଅବଧିକୁ ଦେଖୁଥାଇ କ'ଣ ଆମ୍ଭେ ସ୍ପଷ୍ଟ ରୂପେ ପୁଷ୍ଟି କରିପାରିବା ନାହିଁ କି ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନେ ରବିବାରର ଆରାଧନା କେବେ ମଧ୍ୟ କଲେ ନାହିଁ। ଏହା ଲେଖା ଅଛି କି ଯେବେ ପରମେଶ୍ୱର ସଂସାରର ବିଚାର କରିବେ, ତେବେ ସମସ୍ତଙ୍କ ବିଚାର ସେମାନଙ୍କ କାର୍ଯ୍ୟ ଅନୁସାରେ କରାଯିବ। ତେବେ ପରମେଶ୍ୱର ସେହି ଲୋକମାନଙ୍କ ବିଚାର କିପରି କରିବେ ଯେଉଁମାନେ ବିଶ୍ରାମ ଦିନ ପାଳନ କରନ୍ତି ଏବଂ ଯେଉଁମାନେ ରବିବାରର ଆରାଧନା କରନ୍ତି? କାହାକୁ ସ୍ୱର୍ଗରେ ପ୍ରବେଶ କରିବାର ଅନୁମତି ଦିଆଯିବ ଆଉ କାହାକୁ ସ୍ୱର୍ଗରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ? ଏହା ଠିକ୍ ସେହିପରି ଅଟେ ଯେମିତି ମାଥ୍ୟୁ ଅଧ୍ୟାୟ 7ରେ ଲେଖା ଅଛି। ଯେମିତିକି ଲେଖା ଅଛି, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ
ସ୍ୱର୍ଗରେ ପ୍ରବେଶ କରିବାର ନିଷ୍ପତ୍ତି ପ୍ରାପ୍ତ କରିବା ପାଇଁ ଆମ୍ଭେ କେବେ ମଧ୍ୟ ରବିବାର ଆରାଧନା କରିବା ଉଚିତ ନୁହେଁ, ହଁ ନା? ରବିବାର ଆରାଧନା ବିଷୟରେ ନାହିଁ ଯୀଶୁ, ନାହିଁ ତାହାଙ୍କ ଶିଷ୍ୟମାନେ ଏବଂ ନାହିଁ ଅନ୍ୟ କେହି ପ୍ରଚାର କଲେ। ଯୀଶୁ କହିଲେ, ରାଜ୍ୟର ଏହି ସୁସମାଚାର ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଘୋଷଣା କରାଯିବ। ଆଉ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦିଅ। କ'ଣ ଯୀଶୁ କେବେ ଆମ୍ଭକୁ ରବିବାର ଆରାଧନା କରିବାକୁ ଆଜ୍ଞା ଦେଇଥିଲେ? ନାହିଁ, ବାଇବଲରେ ଏପରି କୌଣସି ଅଭିଲେଖ ନାହିଁ। କ'ଣ ଯୀଶୁ ଆମ୍ଭକୁ କେବେ ଖ୍ରୀଷ୍ଟମାସ ବା ଧନ୍ୟବାଦ ଦିବସ ବିଷୟରେ ପ୍ରଚାର କରିବାକୁ ଶିଖାଇଲେ, ଯାହା ଆଜିକାଲି ପାଳନ କରାଯାଏ? ତାହା ସେହି ସୁସମାଚାରର ଭାଗ ନୁହେଁ, ଯାହାର ପ୍ରଚାର ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କରାଯିବା ଉଚିତ। ଯଦି ଆମ୍ଭେ କୌଣସି ଏପରି ବିଷୟର ପ୍ରଚାର କରିବା ଯାହା ପିତାଙ୍କ ଇଚ୍ଛା ନୁହେଁ, ତେବେ କ'ଣ ଏହି ପ୍ରକାର କାର୍ଯ୍ୟ ନିମନ୍ତେ ଆମର ବିଚାର କରାଯିବ ନାହିଁ? ଏହା ପର୍ଯ୍ୟନ୍ତ କି ବିଶ୍ରାମ ଦିନ ଯାହାକୁ ଆଜି ଆମ୍ଭେ ପାଳନ କରୁଛୁ, ଯଦି ପିତା ପରମେଶ୍ୱର ଆମ୍ଭକୁ ଶିଖାଇବା ପାଇଁ ଏହି ପୃଥିବୀକୁ ଆସିନଥାନ୍ତେ, ତେବେ କ'ଣ ଆପଣ ଓ ମୁଁ ଏହା ବିଷୟରେ ଜାଣିପାରନ୍ତେ? କେବେ ନୁହେଁ। ଯେବେ ଆମ୍ଭେ ବିଶ୍ରାମ ଦିନ ସିଓନରେ ପାଳନ କରିଥାଉ, ଯେଉଁଠି ଆତ୍ମା ଓ କନ୍ୟା ନିବାସ କରନ୍ତି, କେବଳ ତେବେ ଏହା ସବୁଠାରୁ ସଠିକ ଓ ସିଦ୍ଧ ବିଶ୍ରାମ ଦିନ ହୋଇପାରିବ। ତେବେ ଆମ୍ଭେ କେଉଁଠି ପ୍ରବେଶ କରିବାକୁ ଯୋଗ୍ୟ ବିବେଚିତ ହେବା? ସ୍ୱର୍ଗ। ଆସନ୍ତୁ ଆମ୍ଭେ ତାହା ହେବା ଯେ ବାଇବଲ ଅନୁସାରେ ଯାହା ସ୍ୱର୍ଗ ରାଜ୍ୟର ନିୟମର ପୁସ୍ତକ ଅଟେ, ସ୍ୱର୍ଗରେ ପ୍ରବେଶ କରିବା ପାଇଁ ଯୋଗ୍ୟ ବିବେଚିତ ହେବା ନିମନ୍ତେ ନିର୍ଣ୍ଣୟ ପ୍ରାପ୍ତ କରିବା। କିନ୍ତୁ ବାଇବଲରେ ଦତ୍ତ ନିୟମ ସତ୍ତ୍ୱେ ଆଜିକାଲି ସମସ୍ତ ଚର୍ଚ୍ଚ କାହିଁକି ପରମେଶ୍ୱରଙ୍କ ବାକ୍ୟର ଅବଜ୍ଞା କରନ୍ତି? ଏହାର ଉତ୍ତର ଯୋହନ ଅଧ୍ୟାୟ 8 ପଦ 47ରେ ମିଳିପାରିବ। ଏହା ଲେଖା ଅଛି ଯେ ଈଶ୍ୱରଙ୍କ ଠାରୁ ଉତ୍ପନ୍ନ ସେ ଈଶ୍ୱରଙ୍କ ବାକ୍ୟ ଶୁଣେ। ଯେଉଁମାନେ ପରମେଶ୍ୱରଙ୍କ ଶୁଣନ୍ତି ବିଶ୍ରାମ ଦିନରେ ଆରାଧନା କରନ୍ତି ନା ରବିବାର ଦିନରେ? ନିଃସନ୍ଦେହ ସେମାନେ ବିଶ୍ରାମ ଦିନ ଆରାଧନା କରନ୍ତି। ବିଶ୍ରାମ ଦିନ ଜଣେ ଧନୀ ବ୍ୟକ୍ତି ବା ଏହି ଦୁନିଆର ରାଜା ଦ୍ୱାରା ସ୍ଥାପିତ ନିୟମ ନୁହେଁ। ନାହିଁ ଏହାକୁ କୌଣସି ବିଚାରକର୍ତ୍ତା ବା ସିଦ୍ଧାନ୍ତକାର ଦ୍ୱାରା ନିର୍ଦ୍ଦିଷ୍ଟ କରାଯାଇଥିଲା। କିଏ ଆମ୍ଭମାନଙ୍କ ନିମନ୍ତେ ବିଶ୍ରାମ ଦିନକୁ ସ୍ଥାପିତ କଲେ? ସେ ପରମେଶ୍ୱର ଅଟନ୍ତି। ଯେ ଈଶ୍ୱରଙ୍କ ଠାରୁ ଉତ୍ପନ୍ନ ସେ ଈଶ୍ୱରଙ୍କ ବାକ୍ୟ ଶୁଣେ। ଏହି ହେତୁ ତୁମେମାନେ ଶୁଣୁନାହଁ, କାରଣ କ'ଣ କି ଅନ୍ୟମାନେ ପରମେଶ୍ୱରଙ୍କ ଆଜ୍ଞା ଶୁଣନ୍ତି ନାହିଁ ବା ତାହାଙ୍କ ପାଳନ କରନ୍ତି ନାହିଁ? ସେମାନଙ୍କ ଆତ୍ମିକ ସ୍ଥିତି କିପରି ଅଛି? ପରମେଶ୍ୱର କହିଲେ, କାରଣ ତୁମେମାନେ ଈଶ୍ୱରଙ୍କ ଠାରୁ ଉତ୍ପନ୍ନ ନୁହଁ। ଯେହେତୁ ସେମାନେ ଈଶ୍ୱରଙ୍କ ଠାରୁ ଉତ୍ପନ୍ନ ନୁହନ୍ତି, ଏଥିପାଇଁ ସେମାନେ ଏପରି କହୁଥାଇ ପରମେଶ୍ୱରଙ୍କ ଆଜ୍ଞା ବିଶ୍ରାମ ଦିନକୁ ହାଲୁକାରେ ନିଅନ୍ତି। କ'ଣ ଏହା ଗୁରୁତ୍ୱପୂର୍ଣ୍ଣ କି ଆମ୍ଭେ କେଉଁ ଦିନ ପରମେଶ୍ୱରଙ୍କ ଆରାଧନା କରିଥାଉ? ଯଦି ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେବେ କ'ଣ ପରମେଶ୍ୱର ବିଶ୍ରାମ ଦିନ ବିଷୟରେ ବିଶେଷ ରୂପେ କହନ୍ତେ ଆଉ ଆମ୍ଭକୁ ବୁଝାନ୍ତେ? ଯଦି ଆପଣ ଯୋହନ ଅଧ୍ୟାୟ 8 ପଦ 47 ବାକ୍ୟକୁ ପୁଣି ଥରେ ସ୍ମରଣ କରନ୍ତି, ତେବେ ତାହା କହିଥାଏ ଯେ ଈଶ୍ୱରଙ୍କ ଠାରୁ ଉତ୍ପନ୍ନ ସେ ଈଶ୍ୱରଙ୍କ ବାକ୍ୟ ଶୁଣେ। କ'ଣ ଏହାର ଅର୍ଥ ଏହା ନୁହେଁ କି ସେମାନେ ପିତାଙ୍କ ଇଚ୍ଛା ସାଧନ କରନ୍ତି? ଏଥିପାଇଁ ଆମ୍ଭକୁ ବିଶ୍ରାମ ଦିନର ଆଜ୍ଞାକୁ ହାଲୁକାରେ ନେବା ଉଚିତ ନୁହେଁ, ଯାହାକୁ ପରମେଶ୍ୱର ଆମ୍ଭମାନଙ୍କୁ ଦେଇଛନ୍ତି। ସେ କିଏ ଯେ ଏହି ଆଜ୍ଞାକୁ ପରିବର୍ତ୍ତନ କଲା? ସେ ଶୈତାନ ଅଟେ। ଯେଉଁମାନେ ଶୈତାନର ଇଚ୍ଛା ସାଧନ କରନ୍ତି ସେମାନେ ଶୈତାନ ଠାରୁ ଉତ୍ପନ୍ନ। ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛା ସାଧନ କରନ୍ତି ସେମାନେ ପରମେଶ୍ୱରଙ୍କ ଠାରୁ ଉତ୍ପନ୍ନ। ଏହି କାରଣ କି ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର ପାଳନ କରିଥାଉ। ପରମେଶ୍ୱରଙ୍କ ରାଜ୍ୟ ସେମାନଙ୍କୁ ଦତ୍ତ ହେବ ଯେଉଁମାନେ ପରମେଶ୍ୱରଙ୍କ ଠାରୁ ଉତ୍ପନ୍ନ। ଆଉ ଯେଉଁମାନେ ପରମେଶ୍ୱରଙ୍କ ଠାରୁ ଉତ୍ପନ୍ନ ନୁହନ୍ତି ସେମାନଙ୍କୁ ନରକର ଅନନ୍ତ ବିନାଶର ଦଣ୍ଡ ଦିଆଯିବ। ଏହା ପରମେଶ୍ୱରଙ୍କ ଇଚ୍ଛା, ଯାହାର ପରମେଶ୍ୱର ମାନବ ଜାତିକୁ ଜାଣିବାକୁ ଦେଲେ। ଆସନ୍ତୁ ଆମ୍ଭେ ପ୍ରଥମ ଯୋହନ ଅଧ୍ୟାୟ 2 ପଦ 3 ଉପରେ ଏକ ନଜର ଦେବା। ଯଦି ଆମ୍ଭେମାନେ ତାହାଙ୍କ ଅର୍ଥାତ୍ ପରମେଶ୍ୱରଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହେଉ ଯେ ଆମ୍ଭେମାନେ ତାହାଙ୍କୁ ଜାଣୁ। ବାଇବଲ ସାକ୍ଷ୍ୟ ଦିଏ କି କେବଳ ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ପରମେଶ୍ୱରଙ୍କୁ ଜାଣନ୍ତି। ପଦ 4ରେ ଏହା ଲେଖା ଅଛି, ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି ଯେ କହେ, ଅର୍ଥାତ୍ ପରମେଶ୍ୱରଙ୍କୁ ଜାଣିଅଛି। ସମସ୍ତ ଲୋକ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବାର ଅର୍ଥ ବିଶ୍ରାମ ଦିନକୁ ପାଳନ କରିବା ଅଟେ, ଯାହା ଚତୁର୍ଥ ଆଜ୍ଞା ଅଟେ। ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ। ଏହି ପ୍ରକାର ବ୍ୟକ୍ତି ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ। ପରମେଶ୍ୱର କହନ୍ତି କି ଏହି ପ୍ରକାର ବ୍ୟକ୍ତି ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ।
बाइबल अनुसारे जेते बड़े लोक माने परमेश्वर को आज्ञा गुड़ी को पालन करती नहीं तेबे से माने आत्मिक रूपे मिथ्यावादी हुअंती। परमेश्वर आम मानू शिखाई कि जदि लोक माने कहती मु परमेश्वर को जाने एवं ताहांको उपरे विश्वास करे मु स्वर्ग जाई परिबी किंतु से माने आज्ञा गुड़िकर पालन करती नहीं तेबे से माने मिथ्यावादी। प्रेरित जोहन कहिले मिथ्यावादी स्वर्गर पवित्र नगर जेरुसालेम रे केबे प्रवेश करि परिबो नाही। यह बाइबल रे लिपिबद्ध होईछि। आसंतु आम्भे प्रकाशित वाक्य अध्याय 21 पद 8 देखिबा। किंतु जो माने भीरु अविश्वासी घृण कलंकित नरघातक व्यभिचारी मायावी और प्रतिमा पूजक से माने ओ केउ प्रकार लोक समस्त मिथ्यावादी अग्नि और गंधक प्रज्वलित हृदय अंश पाइबे। यह ही द्वितीय मृत्यु। पूर्व पदरे परमेश्वर काहाकू मिथ्यावादी बोली कहिले? परमेश्वर सही लोक मानक स्पष्ट परिचय को प्रकाश कले जो माने परमेश्वर को जानिबार दाबी करुथाई ताहांको आज्ञा गुड़िकर पालन करती नहीं। से माने परमेश्वर दृष्टि आत्मिक रूपे मिथ्यावादी। जेमिति कि प्रकाशित वाक्य अध्याय 21 पद 8 रे कुहाଯାଇଅछि परमेश्वर स्पष्ट रूपे आंभ को जानिबाकू दियंती कि यही प्रकार लोक प्रज्वलित अग्नि हृदय अंश पाइबे। परमेश्वर आंभ को विश्राम दिन देइछंती जहा द्वारा आंभे सप्तम दिन परमेश्वर को आराधना करि परिबा। आत्मिक जीवनर वाक्य द्वारा परमेश्वर आंभ माननकु पवित्र करंती। आपण आशीर्वाद द्वारा आंभ माननको आत्मा को नूतन करूछंती। एही प्रकारे परमेश्वर आंभ को स्वर्गर लोक करूछंती। एथिपई विश्राम दिन सही दिन अटे जेबे आंभे वास्तव में महान आशीर्वाद गुड़ी को प्राप्त करिथाउ। आंभे एही समय रे प्रचुर आशीर्वाद गुड़ी को लाभ करुअछु। कोन स्वर्ग रे प्रवेश करिबा एहा ठारू बड़ आशीर्वाद किछि अछि? एही कारणरु परमेश्वर आंभे समस्तंकु सत्यर सियोन रे आह्वान करिछंती। आंभे सही स्थान रे अछु जेउठी आत्मा ओ कन्या मानव जाति को डाकुछंती। किछि समय पूर्वे सारा विश्व रे अनेक अप्रत्याशित कुआपथर वर्षा होइछि। जेमिति कि समाचार रे देखागला कोरिया रे मध्य बहु संख्यक कुआपथर वर्षा कारणरु फसल नष्ट होइछि। यूरोप रे बड़ आकारर कुआपथर पड़िला फलस्वरूप अनेक लोक आघात हेले और यहाँ पर्यंत कि केतेक मृत्युवरण कले। एही अप्रत्याशित विपर्यय चीन एवं दक्षिण पूर्व एशिया रे मध्य घटुछि। जेतेबेले समस्त मानव जाति स्वर्ग बा नरक मध्य छक स्थान रे छिड़ा हेबे तेबे किए स्वर्ग को जीव और किए नरक को जीव? यद्यपि आंभे स्वर्गीय संतान अयोग्य अटु तथापि मध्य परमेश्वर आंभे समस्त को स्वर्ग को घेनी जिबे कारण आंभे परमेश्वर वाक्यर पालन करिथाउ। आंभे नूतन नियमर सत्य मध्य रे सियोन रे अछु एवं पिता और माता को शिक्षा गुड़िकर पालन करिथाउ। जेतेबेले असंख्य लोक अजाणतरे प्रशस्त फाटक दे प्रवेश करुछंती आंभे एबे संकीर्ण फाटक दे प्रवेश करुअछु जहा जीवनर पथ अटे। जेहेतु परमेश्वर आंभ को कहिछंती कि पथ जेउथिरे असंख्य लोक चालुछंती ताहा विनाशर पथ अटे। आसंतु आंभे केवल पिता और माता को शिक्षा गुड़ी को देखिबा एवं जेउठी को से जानती ताहांको पालन करिबा। आसंतु आंभे प्रकाशित वाक्य अध्याय 12 को जिबा। प्रकाशित वाक्य अध्याय 12 पद 17 सेथिरे सर्प स्त्री लोकंक उपरे महाक्रुद्ध होई ताहांक वंशर जे अवशिष्ट लोक माने काहार आज्ञा पालन करती ईश्वरंक आज्ञा पालन करती और जीशुंक विषय रे साक्ष्यदान करती सेमानंक सहित युद्ध करबाकू चलीगला आउ से समुद्रर बालुका उपरे छिड़ा हेला। जेतेबेले आंभे प्रकाशित वाक्य अध्याय 12 पद 7 रु 9 पढ़िबा तेबे कोन एपरे लेखा नाही कि सर्प शैतान अटे जे सारा संसार को भ्रांत करिथाए। जो माने शैतान रो विरोध करि परिबे केवल स्त्री को अवशिष्ट संतान अटंती। अन्य शब्द रे से माने परमेश्वर को आज्ञा गुड़िकर पालन करती। तेबे जो माने परमेश्वर को आज्ञा गुड़ी को पालन करती नहीं एबे सर्प तरफरु शैतान तरफरु एवं पशु तरफरु अटंती। से माने शैतान रो शिक्षा गुड़ी को अभ्यास करती एवं ताहार इच्छा को पालन करती। बाइबल रे परमेश्वर आंभ माननकु जेउ शिक्षा दियंती ताहा संपूर्ण अटे। से कहिले परमेश्वर सप्तम दिन विश्राम कले आउ विश्राम दिन पवित्र रूपे पालिबाकू स्मरण कर। एही समस्त आज्ञा गुड़िक सत्वे कारण कि से माने ताहांको पालन करती नहीं बा ताहा स्मरण करती नहीं से माने परमेश्वर को लोक नुहंती। जेबे स्त्री को अवशिष्ट संतान एवं सर्प मध्य शेष एवं महान युद्ध हेबो तेबे आंभे भविष्यवाणी होइथिबा समूह रे थिबा जो माने स्त्री को अवशिष्ट संतान अटंती जो माने परमेश्वर को आज्ञा पालन करती।
ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ଓ ଇଚ୍ଛା ପାଳନ କରନ୍ତି, ଅନୁସରଣ କରନ୍ତି ଓ ଧରି ରଖନ୍ତି, କେବଳ ସିଓନର ସନ୍ତାନ ଅଟନ୍ତି, ଅନ୍ୟ କେହି ନୁହନ୍ତି। ଏହି ପ୍ରକାର ପିତା ଓ ମାତାଙ୍କ ମିଶନକୁ ଧରି ରଖି ଯାହା ସେମାନେ ଆମ୍ଭକୁ ସମର୍ପଣ କରିଛନ୍ତି, ଆମ୍ଭକୁ ସଂସାରର ସମସ୍ତ ଲୋକମାନଙ୍କୁ ଯେଉଁମାନେ ଭୁଲ ପଥରେ ଚାଲୁଛନ୍ତି ସଠିକ୍ ଶିକ୍ଷା ଦେବା ଉଚିତ, ଆଉ ତାହାଙ୍କୁ ପରିତ୍ରାଣର ପଥ ଆଡ଼କୁ ନେତୃତ୍ୱ କରିବା ଉଚିତ। ଏହା ଆମ୍ଭମାନଙ୍କ ଦାୟିତ୍ୱ ଅଟେ। ଏହା ଲେଖା ଅଛି କି ଏକ ଏପରି ସମୟ ଆସିବ ଯେତେବେଳେ ଯେଉଁମାନେ ପରମେଶ୍ୱରଙ୍କ ଲୋକ ନୁହନ୍ତି, ସେମାନେ ଏହି ସଂସାରର ଶକ୍ତି ଓ ତର୍କ ଦ୍ୱାରା ପରମେଶ୍ୱରଙ୍କ ଲୋକମାନଙ୍କୁ ନିର୍ଯାତନା ଦେବେ। ଆସନ୍ତୁ ଆମ୍ଭେ ଜିସାୟ ଅଧ୍ୟାୟ 51 ଦେଖିବା। ଜିସାୟ ଅଧ୍ୟାୟ 51 ପଦ 7। ହେ ଧର୍ମଜ୍ଞ ଲୋକମାନେ, ବାଇବଲ କହିଥାଏ କି ପରମେଶ୍ୱରଙ୍କ ଲୋକଙ୍କ ମନରେ କ'ଣ ଅଛି? ସେମାନଙ୍କ ମନରେ ପରମେଶ୍ୱରଙ୍କ ବ୍ୟବସ୍ଥା, ଆଜ୍ଞା ଓ ନିୟମ ଅଛି, ଯାହା ଏକ ସମାନ ଅଟେ। ଆଜି ବିଶ୍ରାମ ଦିନ, ଏହା ମଧ୍ୟ ପରମେଶ୍ୱରଙ୍କ ବ୍ୟବସ୍ଥାର ଏକ ମହତ୍ୱପୂର୍ଣ୍ଣ ଭାଗ ଅଟେ। ହେ ଧର୍ମଜ୍ଞ ଲୋକମାନେ, ତୁମମାନଙ୍କ ହୃଦୟରେ ଆମ୍ଭର ବ୍ୟବସ୍ଥା ଅଛି। ତୁମେମାନେ ଆମ୍ଭର କଥା ଶୁଣ। ତୁମେମାନେ ମର୍ତ୍ତ୍ୟର ଅପମାନରେ ଭୀତ ହୁଅ ନାହିଁ। ଆମ୍ଭକୁ କିପରି ଅନୁଭବ କରିବା ଉଚିତ ନୁହେଁ? ସେମାନଙ୍କ ନିନ୍ଦାରେ ଉଦ୍ଗିନ୍ନ ହୁଅ ନାହିଁ। ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞାର ପାଳନ କରନ୍ତି ନାହିଁ, ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନଙ୍କୁ ନିର୍ଯାତନା ଦେବେ। ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ଗୁଡ଼ିକୁ ପାଳନ କରନ୍ତି, କ'ଣ ଏହା ପୂର୍ବରୁ ଭବିଷ୍ୟବାଣୀ ହୋଇନାହିଁ କି? ଯଦିଓ ବି ଆମ୍ଭେ ଏହି ସ୍ଥିତିରେ ଅଛୁ, ଆସନ୍ତୁ ଆମ୍ଭେ ଶେଷ ପରିଣାମକୁ ପଦ 8ରେ ଦେଖିବା। କାରଣ କୀଟ ସେମାନଙ୍କୁ ବସ୍ତ୍ର ପରି ଖାଇ ପକାଇବ ଓ ପୋକ ସେମାନଙ୍କୁ ଲୋମ ପରି ଖାଇ ପକାଇବ, ମାତ୍ର ଆମ୍ଭର ଧର୍ମ ଅନନ୍ତ କାଳସ୍ଥାୟୀ ହେବ ଓ ଆମ୍ଭର ପରିତ୍ରାଣ ପୁରୁଷ ପରମ୍ପରାରେ ରହିବ। ଯଦିଓ ସେମାନେ ବାଧା ଦିଅନ୍ତି, ନିନ୍ଦା କରନ୍ତି ବା ପରମେଶ୍ୱରଙ୍କ ଲୋକମାନଙ୍କୁ ଧମକ ଦିଅନ୍ତି, ପରମେଶ୍ୱର କହନ୍ତି, ଭୟ କର ନାହିଁ, ଏଣେ ତେଣେ ଦେଖ ନାହିଁ। ପୋକ ସେମାନଙ୍କୁ ଲୋମ ପରି ଖାଇ ପକାଇବ, ସେମାନେ କିଛି ହିଁ ନୁହନ୍ତି। ସେହି ପରିତ୍ରାଣର ଅନୁଗ୍ରହ ଯାହା ଆମ୍ଭେ ସାରା ଦୁନିଆକୁ ପ୍ରଦାନ କରୁ, ତାହା ଅନନ୍ତ ଅଟେ ଓ ଯୁଗାନ୍ତ ପର୍ଯ୍ୟନ୍ତ ରହିବ। ପରିତ୍ରାଣ କିଛି ଏପରି ନୁହେଁ ଯାହାକୁ ସେମାନଙ୍କ ଉଦ୍ୟମ ଦ୍ୱାରା ବନ୍ଦ କରାଯାଇପାରିବ। ପରମେଶ୍ୱର ଏପରି ପ୍ରୋତ୍ସାହନର ବାକ୍ୟ ଆପଣା ସନ୍ତାନମାନଙ୍କୁ ଦିଅନ୍ତି, ଯେଉଁମାନଙ୍କ ମନରେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ଆଜ୍ଞା ଅଛି। ସେମାନଙ୍କ ପରିଣାମ କ'ଣ ହେବ ଯେଉଁମାନେ ପବିତ୍ର ବିଶ୍ରାମ ଦିନକୁ ପାଳନ କରନ୍ତି ନାହିଁ? ଆସନ୍ତୁ ଆମ୍ଭେ ଏହାର ପୁଷ୍ଟି ଜିରିମିୟ ଅଧ୍ୟାୟ 44ରେ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା କରିବା। ଆସନ୍ତୁ ଆମ୍ଭେ ଜିରିମିୟ ଅଧ୍ୟାୟ 44 ପଦ 22 ଦେଖିବା। ତହିଁରେ ତୁମମାନଙ୍କର ଦୁଷ୍କ୍ରିୟା ସକାଶୁ ଓ ତୁମମାନଙ୍କର କୃତ ଘୃଣାଯୋଗ୍ୟ କର୍ମ ସକାଶୁ ସଦାପ୍ରଭୁ ଆଉ ସହ୍ୟ କରିପାରିଲେ ନାହିଁ। ଏ ହେତୁ ତୁମମାନଙ୍କର ଦେଶ ଆଜିର ନ୍ୟାୟ ଉତ୍ସନ୍ନ ଓ ବିସ୍ମୟଜନକ, ଶାପଗ୍ରସ୍ତ ଓ ନିବାସୀ ବିହୀନ ହୋଇଅଛି। ତୁମ୍ଭେମାନେ ଧୂପ ଜଳାଇଅଛ, ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ ଓ ସଦାପ୍ରଭୁଙ୍କ ରବରେ ମନୋଯୋଗ କରିନାହଁ। ପୁଣି ତାହାଙ୍କର ବ୍ୟବସ୍ଥା, ବିଧି ଓ ପ୍ରମାଣ ବାକ୍ୟାନୁସାରେ ଆଚରଣ କରିନାହଁ। ଏଥିପାଇଁ ଆଜିର ନ୍ୟାୟ, ଏହି ଅମଙ୍ଗଳ ତୁମମାନଙ୍କ ପ୍ରତି ଘଟିଅଛି। ଯେହେତୁ ତୁମ୍ଭେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ବିଧି ଗୁଡ଼ିକର ପାଳନ କର ନାହିଁ, ଏଥିପାଇଁ ତୁମ୍ଭ ଉପରେ ଅନବରତ ବିପତ୍ତି ଆସୁଥିବ ଏବଂ ତୁମ୍ଭେ କିଛି ମଧ୍ୟ କରିପାରିବ ନାହିଁ। ସେମାନଙ୍କ ପାଇଁ ଯେଉଁମାନେ ବିପତ୍ତି ପାଆନ୍ତି, ଯେବେ ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ବିଚାର ଦିନରେ ଛିଡ଼ା ହେବେ, କ'ଣ ଏହା ପୂର୍ବରୁ ସ୍ପଷ୍ଟ ନାହିଁ କି ସେମାନେ ସ୍ୱର୍ଗକୁ ଯିବେ ବା ନରକକୁ? ଯେବେ ଆମ୍ଭେ ପୁଣି ଥରେ ଏହି ଶିକ୍ଷା ବିଷୟରେ ଭାବିଥାଉ ଯାହା ପରମେଶ୍ୱର ଆମ୍ଭକୁ ବାଇବଲ ମାଧ୍ୟମରେ ଦିଅନ୍ତି, ତେବେ ଆମ୍ଭକୁ ଏହା ଉପରେ ଚିନ୍ତା କରିବା ଉଚିତ କି ଆମ୍ଭେ ପରମେଶ୍ୱରଙ୍କ ବିଚାର ଦିନରେ ସ୍ୱର୍ଗକୁ ଯିବା ନା ନରକକୁ। ଆସନ୍ତୁ ଆମ୍ଭେ ଏକ ଉପଯୁକ୍ତ ବିଶ୍ୱାସ ନେବା ଆଉ ଅନନ୍ତ ସ୍ୱର୍ଗର ରାଜ୍ୟ ଆଡ଼କୁ ବଳପୂର୍ବକ ଦୌଡ଼ିବା। ଯଦି ଏପରି ଲୋକ ଅଛନ୍ତି ଯେଉଁମାନେ ଏବେ ମଧ୍ୟ ସନ୍ଦେହ କରନ୍ତି ବା ଯେଉଁମାନଙ୍କୁ ବିଶ୍ୱାସ କରିବାରେ କଠିନ ଅନୁଭବ ହୋଇଥାଏ, ଯଦିଓ ଆମ୍ଭେ ସେମାନଙ୍କୁ ସତ୍ୟ ଜଣାଇଥାଉ, ତେବେ ଦୟାକରି ସେମାନଙ୍କୁ ପଚାରନ୍ତୁ, କ'ଣ ପ୍ରେରିତମାନେ ରବିବାରକୁ ଆରାଧନା ପାଳନ କଲେ ନା ବିଶ୍ରାମ ଦିନରେ ଆରାଧନା କଲେ? ପ୍ରେରିତ ପିତର ପରିତ୍ରାଣ ପ୍ରାପ୍ତ ହେଲେ, ପ୍ରେରିତ ପାଉଲ ପରିତ୍ରାଣ ପ୍ରାପ୍ତ ହେଲେ ଓ ପ୍ରେରିତ ଯୋହନ ମଧ୍ୟ ପରିତ୍ରାଣ ପ୍ରାପ୍ତ ହେଲେ। କ'ଣ ସେମାନେ ରବିବାର ଦିନରେ ଆରାଧନା କଲେ? କଦାପି ନୁହେଁ। ସେହି ସମସ୍ତେ ବିଶ୍ରାମ ଦିନରେ ଆରାଧନା କଲେ। ମାଥ୍ୟୁ ଅଧ୍ୟାୟ 24 ପଦ 20ରେ ଯୀଶୁ ବ୍ୟାଖ୍ୟା କଲେ, କିନ୍ତୁ ତୁମମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ବା ବିଶ୍ରାମ ବାରରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର। ଯେତେବେଳେ ଯୀଶୁ ସେମାନଙ୍କୁ ଏହି ଶିକ୍ଷା ଦେଲେ, ସେତେବେଳେ ରବିବାର ଆରାଧନା ପ୍ରକଟ ହୋଇନଥିଲା। ରବିବାର ଆରାଧନା ରୋମାନ ସମ୍ରାଟ କନଷ୍ଟାଣ୍ଟାଇନ ଦ୍ୱାରା 321 ଖ୍ରୀଷ୍ଟାବ୍ଦରେ ପ୍ରସ୍ତୁତ ହେଲା, ଯେତେବେଳେ ସେ ରବିବାରକୁ ଆରାମ କରିବାର ଦିନ ରୂପେ ସ୍ଥାପିତ କଲା।
ଏହା ଆମ୍ଭର ସ୍ୱୟଂର ଇଚ୍ଛା ନୁହେଁ। ଏହି ସମସ୍ତ କିଛି ଚର୍ଚ୍ଚର ଇତିହାସରେ ନିହିତ କରାଯାଇଅଛି, ଯାହାକୁ ଲୋକମାନେ ଅଧ୍ୟୟନ କରନ୍ତି। ଆସନ୍ତୁ ଆମ୍ଭେ ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନ ହେବା, ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ ଠିକ୍ ରୂପେ ବୁଝିପାରନ୍ତି ଆଉ ସମସ୍ତ ମାନବ ଜାତିର ପରିତ୍ରାଣ ଆଡ଼କୁ ନେତୃତ୍ୱ କରୁଥାଇ ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାରର ପ୍ରଚାର କରିବା। ଏହାଦ୍ୱାରା ମୁଁ ଏହି ଉପଦେଶକୁ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।